ବର୍ଷାରେ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ସାଲିଆସାରେ ବୁଲଡୋଜର ବୁଲି ସେଇ ବୁଲଡୋଜର ଇଏ ଭାଙ୍ଗିବେ ଉପାସ୍ୟ ଉପାସ୍ୟ ବିରାଟ ବସି ଏସିଆର ସାଲିଆ ସାହି ଏସିଆର ବିରାଟ ବସ୍ତି ଯୋଉଠି ଲକ୍ଷେ ଲୋକ ବାସ କରନ୍ତି ଯୋଉଠି 50,000 60,000 ଭୋଟର ସେମାନଙ୍କୁ ଯଦି ଉଠେଇ ଦିଆଯିବ କେଉଁଠି ଥାଇ କରାଯାଉ କେଉଁ ଜାଗାକୁ ନେଇଯିବ ଚିହ୍ନଟ କରାଯାଉ ଆଲର୍ଟ କରାଯାଉ। ମୋର ମନେ ଅଛି ଜାନି ପଣ୍ଡା ସମୟରେ 15,000 ପରିବାରକୁ ଆମେ ନେଇଥିଲୁ ଶିଖର ଚଣ୍ଡୀ 5,000 ପରିବାରକୁ ଜମି ଦେଲୁ ଟଙ୍କା ଦେଲୁ ପାଣି ଦେଲୁ ପିଇବା ପାଣି ଦେଲୁ ଭରତପୁର 5,000 ପରିବାର ରଘୁନାଥ ନଗର 5,000 ପରିବାର ଯଦି ସେକୁ ଉଠେଇବେ ଆପତ୍ତି ନାହିଁ ଜମି ଦିଅ ଟଙ୍କା ଦିଅ ପାଣି ଦିଅ ଇଲେକ୍ଟ୍ରିକ୍ ଦିଅ ସ୍କୁଲ ଦିଅ ଆମେ ଯେମିତି ଦେଇଥିଲୁ ତାହେଲେ ମୁଁ ଅଭିନନ୍ଦନ ଜଣାଇବି। ଆସାମ ବି ହେଲାଣି ଅନ୍ୟ ବି ମହାରାଷ୍ଟ୍ର ବି ହେଲାଣି ଯାହା ହଉ ଆମ ଓଡ଼ିଶାକୁ ଯଦିଓ ଭଲ ବର୍ଷା ହେଉଛି ଆଜି ବି ହେଉଛି ଚାଷ ପାଇଁ ବଢ଼ିଆ ହେଇଛି। ମୋହନ ମାଝୀର ଭାଗ୍ୟ ଭାରି ଜୋର ଏ ବର୍ଷା ହେବା ଦ୍ୱାରା ଆମର ଧାନ ଫାନ ଯେତେ ବୁଣା ଯେତେ ବେଉଷଣ ଯେତେ ରୁଆ ଯେତେ ବଛା ଖେଳୁଆ ଜୋରସୋରରେ ଆମର ଆରମ୍ଭ ହେଇଗଲାଣି। খুব বঢ়িয়া হচ্ছে মোহন মাঝি ইন্দ্রକୁ ପୂଜା କର ତମେ ତ ବେଳାକୁ ମକୁତ ବାଞ୍ଚ ତମେ ତମରି ବେଳାରେ ବଢ଼ିଆ ବର୍ଷା ହେଉଛି ଆମେ ହାରାହାରି 62 ଭାଗ ଲୋକ ବଞ୍ଚିଯିବୁ ଚାଷ କରିକି ବଢ଼ିଆ ହେଇଛି ଇନ୍ଦ୍ର ଦେବତାକୁ ଧନ୍ୟବାଦ ଯେ ଏତେ ଜୋରରେ ବର୍ଷା ହେଉଛି ଚାରିଆଡ଼େ ଫସଲ ଜୋରସୋରରେ କାମ ଚାଲିଛି। ଯଦି ବେଶୀ ବେହେଲ ହେଇଯିବେ ଆମେ ରିଲିଫ୍ ନେଇକି ଯିବା ବାଠିବା ପାଇଁ। ଭାରତ ବର୍ଷ ଆମର ମହାନ ଭାରତ ହିମାଳୟରୁ କନ୍ୟାକୁମାରୀ ଭାରତ ଆମର ତ୍ରିରଙ୍ଗ ପତାକା ଆମର ତାର ମର୍ଯ୍ୟାଦା ରଖିବା। ଯଦି ସେମାନେ ବଢ଼ିରେ ଆକୁଳ ବିକୁଳ ହେଉଛନ୍ତି ଭୋକ ଉପାସରେ ଆମେ ରିଲିଫ୍ ନେଇ ଆରମ୍ଭ କରିବା 2-3 ଦିନ ଅପେକ୍ଷା କରିବା। ଯଦି ଗୁଜରାଟ ସରକାର ପ୍ରଧାନମନ୍ତ୍ରୀ ନିଜ ଷ୍ଟେଟ୍ ମୋଦି ନିଜେ ଶାହା ଷ୍ଟେଟ୍ ଯଦି ସେ ତାଙ୍କୁ ନିଅଣ୍ଟ ହେଉଛି ଆମେ ନେଇକି ବାଣ୍ଟିବା କିଛି ଅସୁବିଧା ନାହିଁ। କାଲି ମମତା ଦିଦି କହିଛନ୍ତି ଯେଉଁ ଡକ୍ଟରଙ୍କ ବଳାତ୍କାର ପ୍ରସଙ୍ଗରେ କହିଛନ୍ତି ଯଦି ବେଙ୍ଗଲ ଉପରେ ବିଜେପି କୌଣସି ଆକ୍ସନ୍ ନିଏ ତ ଓଡ଼ିଶାରେ ମଧ୍ୟ ନିଆଁ ଜଳିବ ତାକୁ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତ୍ୟୁତ୍ତର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କ'ଣ ପ୍ରତ୍ୟୁତ୍ତର ଆଙ୍କର କ'ଣ ଅଛି ଏଠି ମୋହନ ମାଝୀର କ'ଣ ଅଛି ହଉ ହେଇଯାଇଛନ୍ତି ମମତା ବାନାର୍ଜୀ ମୋହନ ମାଝୀ ଆମେ ତୁଳନା କରିବା ଏ ଗ୍ରେଡ୍କୁ ସି ଗ୍ରେଡ୍। ମମତା ବାନାର୍ଜୀ ଗୋଟେ ନୂଆ ନିୟମ ଆଣିଛନ୍ତି 7 ଦିନ ଭିତରେ ବଳାତ୍କାରୀଙ୍କୁ ଫାଶୀ ଦିଆଯିବ ପଶ୍ଚିମବଙ୍ଗ। ଆଣନ୍ତୁ ଆଗ ବିଲ୍ ଆଗ ତାଙ୍କ ପାର୍ଲାମେଣ୍ଟରେ ଆସେମ୍ବଲିରେ ପାସ୍ କରନ୍ତୁ। ପୃଥିବୀରେ କେଉଁଠି 7 ଦିନରେ ଫାଶୀ କାହାକୁ ଦିଆହେଇନି। ଇଏ ଗୋଟେ ନୂଆ ଆଇନ ଭେଳିକି ଦେଖାଉଛନ୍ତି ଧୂଆଁ ବାଣ ଏଗୁଡ଼ା ଇମ୍ପସିବୁଲ୍। 7 ଡେଜ୍ରେ ବଳାତ୍କାରୀଙ୍କୁ ଫାଶୀ ଦିଆହେବ ଏଗୁଡ଼ାକ ହସିବାର କଥା। ତେଣୁ ଏ ବିଷୟରେ ମୁଁ ଟିପ୍ପଣୀ ଦେବାକୁ ଚାହୁଁନି ଏଭଳିଆ ଶସ୍ତା ବିଲ୍ ଆଣିବା ଉଚିତ ମଧ୍ୟ ନୁହଁ। ଆଳୁ ପିଆଜ ପରେ ଏବେ ରସୁଣ କିଲୋ 400 ଟଙ୍କା ହେଲା। ଆଏ ସବୁ ବଢ଼ିଯାଉଛି। ଆରେ ନରେନ୍ଦ୍ର ମୋଦି କ'ଣ କରୁଛ ହେ ତମେ ଅଟା ରେଟ୍ ବଢ଼େଇଲ ଚାଉଳ ରେଟ୍ ବଢ଼େଇଲ ଘିଅ ରେଟ୍ ବଢ଼େଇଲ ତେଲ ରେଟ୍ ବଢ଼େଇଲ ପରିବା ରେଟ୍ ବଢ଼େଇଲ ରସୁଣ 400 ହେଲାଣି ପିଆଜ 70 ହେଲାଣି ଆଳୁ ଯାହା ହଉ ଦିଦି ମମତା ଦିଦି ଆଳୁ ପଠେଇବା ଦ୍ୱାରା ଏଇନା 30ରେ ପାଉଛୁ ଆମେ ସାରୁ 100 ବାଇଗଣ 100 କ'ଣ କଥା ଏ ଆମେ ବଞ୍ଚିବୁ କେମିତି? ମୋହନ ମାଝୀ ସାଡ଼େ ଦେଖ ଇଆଡ଼େ ଦେଖ ତମେ ଆମ ବଞ୍ଚିବା କେମିତି ଦେଖ ତମ ଗାଁ ଲୋକ କେମିତି ବଞ୍ଚିବେ ଓଡ଼ିଶା ଲୋକ ବଞ୍ଚିବେ ଦେଖ ଏ କାମ ଫାମ ଆମକୁ ତମେ ଧୂଆ ବାଣ ଶୁଣାଉନି। କେମିତି ଗଣେଶ ପୂଜା ଆସିଯାଉଛି ଦଶହରା ଆସିଯାଉଛି ଲୋକ ଟହଲ ବିକଳ ହେଉଛନ୍ତି ଦରଦାମ ଉପରେ ମରିଗଲେଣି। ତେଣୁ କେମିତି ଦରଦାମ କଣ୍ଟ୍ରୋଲ ହେବ ତାର ବ୍ୟବସ୍ଥା କର ତାହେଲେ ଭଲ ହେବ। ମୁଁ ଜାଣିନି ଯଦି ବାହାରିଥିବ ସେ ଜେଲ୍ ଯିବେ ସେ ବିଜେଡ଼ି ହଉ ବିଜେପି ହଉ କଂଗ୍ରେସ ହଉ ମୁଁ ହେ ଯଦି ସୁନା ମୋର ପ୍ରମାଣ ବାହାରିବ ଯେ ସୁନାର ସୁନା ଜେଲ୍କୁ ପଠାଇ ଦିଅ ସୁନାକୁ ସିଜ୍ କରିଦିଅ ରୂପାକୁ ସିଜ୍ କରିଦିଅ ଜେଲ୍କୁ ପଠାଇ ଦିଅ। ମୁଁ କହିପାରିବିନି। କାଲି ଗୋଟେ ମିଛରେ ଫଲ୍ସ କହିଲେ ରତନ ଭଣ୍ଡାର ମୁଁ ଚୁପ୍ ଟିକେ ରତନ ଭଣ୍ଡାର ଯାଇନି କୁଆଡ଼େ ଅର୍ଥ ସୁନା ନା ରୂପା ନା ହୀରା ନା ମୋତି ନା ମାଣିକ ସେଇଠି ଖାଲି ପେଡ଼ିରେ ଭର୍ତ୍ତି ହେଇ ନୂଆ ପେଡ଼ିରେ ଥୁଆ ହେଇଛି ପଦାକୁ ଯାଇନି। ମହାରାଷ୍ଟ୍ର ଆସିଥିଲା ସେ ସୁନା
रूपा किए आनीला से जे हो बीजेडी हो कांग्रेस हो बीजेपी हो जे हो अरेस्ट कर सुना को सीज कर रूपा को सीज कर ताले भल हम।